ओम नमो भगवते वासुदेवाय। षष्ठ अध्याय। षष्ठे नारद पूर्वजन्म वृत्तान्त करन्ति बखाण। सुतोवाच एमन्ते नारदଙ୍କ ବାଣୀ ସେ ସତ୍ୟବତୀ ସୁତ ଶୁଣେ। ନାରଦ ଜନ୍ମ କର୍ମ ଯେତେ ହରିଙ୍କି ଭଜିଲେ ଯେମନ୍ତେ। ଏ ସର୍ବ କଥା ଜାଣିବାରେ ପୁଣି ପୁଥିଲେ ଆରବାରେ। ବ୍ୟାସବାଚ ଥିଲେ ସନ୍ନ୍ୟାସୀ ଯେତେ ଦିନ ତୁମ୍ଭଙ୍କୁ କଲେ ମନ୍ତ୍ରଦାନ। ସନ୍ତୋଷେ ଦେଇ ମନ୍ତ୍ର ଦୀକ୍ଷା ଗମିଲେ ଯେଣେ ତାଙ୍କ ଇଚ୍ଛା। ତଦନନ୍ତରେ କଲ କିସ ତୁମ୍ଭର ପ୍ରଥମ ବୟସ। ଜନ୍ମ ସଞ୍ଚଇ ପ୍ରଜାପତି ବାଳୁତ କାଳୁ ଯେତେ ଗତି। କରି ବଞ୍ଚନ୍ତି ପ୍ରାଣୀ ସର୍ବେ ତୁମ୍ଭେ ବଞ୍ଚିଲ କେଉଁ ଭାବେ। କାଳ ପ୍ରବେଶେ ମୁନିବର କେନେ ଛାଡ଼ିଲ କଳେବର। ପୂର୍ବକଳ୍ପର ଏ ବିଚାର କି ରୂପେ ହେଲ ଜାତି ସ୍ମର। ତୁମ୍ଭର ଜ୍ଞାନ ଦେହ ଅନ୍ତେ କାଳ ନ ହରିଲା କେମନ୍ତେ। ନାରଦ ଉବାଚ ଶୁଣ ହୋ ମୁନି ଶୁଦ୍ଧ ଚେତା ମୋ ଜନ୍ମ କର୍ମର ବାରତା। ମୋତେ ପରମ ଜ୍ଞାନ ଦେଇ ବିପ୍ରେ ଯେ ଗଲେ ପଥ ବାହି। ମୁଁ ପୁଣି ପ୍ରଥମ ବୟସେ ମୁନିଜନଙ୍କ ଉପଦେଶେ। ଦିନ ବଞ୍ଚଇ ମାତା କୋଳେ ମନ ମୋ କୃଷ୍ଣ ପାଦ ତଳେ। ମୋର ଜନନୀ ବିପ୍ର ଘରେ ସେବକୀ ପଣେ ଦିନ ହରେ। ସେବଇ ବିପ୍ର ଘରେ ନିତ୍ୟେ ନଥାଇ ଆପଣାୟତେ। ଏକଇ ପୁତ୍ର ତାର ମୁହିଁ ସେ ମୋତେ ଦଣ୍ଡେ ନ ଛାଡ଼ଇ। ସ୍ନେହେ ପୋଷଇ ନୀତି ନୀତି ମୋ ତହୁଁ ନାହିଁ ଅନ୍ୟ ଗତି। ମୋର ନିମିତ୍ତେ ଭିକ୍ଷାବନ ବହୁତ କଳ୍ପେ ତାର ମନ। ସେବା ପାଇବ ଅନ୍ନ କାହିଁ ବ୍ରାହ୍ମଣ ଘରେ ଜାମିଳଇ। ମୋତେ ଭୁଞ୍ଜାଇ ଅବଶେଷ ମୋର ଜନନୀ କରେ ଗ୍ରାସ। ସଂସାର ଈଶ୍ୱର ଆୟତେ କାଷ୍ଠ ପିତୁଳି ଯେନେ ହସ୍ତେ। ଜନନୀ ସ୍ନେହେ ବଦ୍ଧ ହୋଇ ମୁଁ ସେ ବ୍ରାହ୍ମଣ ଘରେ ଥାଇ। ନ ଜାଣେ ଦିଗ ଦେଶ କାଳେ କେବଳ ଗୁରୁ ପଥ ଭାଳେ। ବାଳକ ପଞ୍ଚମ ବରଷ ବଞ୍ଚଇ ଜନନୀର ପାଶ। ମୋର ଜନନୀ ଏକ ଦିନେ ବ୍ରାହ୍ମଣ ଘରେ ଗୋଦୋହନେ। ଧେନୁ ଦୋହନ୍ତେ ପଥେ ବସି ସର୍ପେ ମିଳିଲା ବେଗେ ଆସି। ଦୈବ ଯୋଗେ ସେ ଦଂଶିଲା ତକ୍ଷଣେ ଜନନୀ ମୋ ମଲା। ମୁହିଁ ମାତାଙ୍କୁ ଅଗ୍ନି ଦେଇ ଭାଳଇ ଚଉଦିଗ ଚାହିଁ। ତାର ମରଣ ମୋ କଲ୍ୟାଣ ମଣିଲି କଲେ ଭଗବାନ। ବିପ୍ରଙ୍କ ତହିଁ ମୋର ମନ ନିତ୍ୟେ ଭାଳଇ ଛନ ଛନ। ତାହାଙ୍କୁ ଭେଟିବାର ଅର୍ଥେ ଗଲି ଉତ୍ତର ଦିଗ ପଥେ। ଅନେକ ପୁର ନଗ୍ର ଗ୍ରାମେ ବିପ୍ରଙ୍କୁ ଖୋଜି ପଥ ଶ୍ରମେ। ଖେଟ ଖର୍ବଟ ବାଟି ବନେ ଦୁର୍ଗମ ପର୍ବତ କାନନେ। ପବିତ୍ର ଜଳେ ପୁଣ୍ୟ ତୀର୍ଥେ ଦେବେ ବସନ୍ତି ଯହିଁ ନିତ୍ୟେ। ଉତ୍ତମ ସରୋବର ବନେ ହଂସ ସାରସ ଭୃଙ୍ଗସ୍ପନେ। ପୁଣି ମିଳିଲି ଘୋର ଦେଶେ ପୁରୀତ ନଳ କୁଶ କାଶେ। ହସ୍ତି ସେବିତ ବନ ଆଦି ଯେ ସ୍ୱର୍ଣ୍ଣ ଚିତ୍ର ପୁଣ୍ୟ ନଦୀ। ବାଉଁଶ ଲତା ଗୁଳ୍ମ ସାର ଦିଶଇ ଘୋର ଭୟଙ୍କର। ସର୍ପ ଭଲ୍ଲୁକ ଶିବା ଗୃହେ ବନେ ଭ୍ରମଇ ଏକା ଦେହେ। ଏମନ୍ତେ ଭ୍ରମୁ ଘୋର ପଥେ ଶ୍ରମେ ପିପାସା ଭୁଭୁକ୍ଷିତେ। ଏମନ୍ତେ ଯାଉଁ ପଦେ ପଦେ ଶ୍ରମେ ପଶିଲି ନଦୀ ହ୍ରଦେ। ଶୀତଳ ବାରି ସ୍ନାନ ପାନ କରନ୍ତେ ଗଲା ମୋର ଶ୍ରମ। ନିର୍ଜନ ବନେ ନଦୀ କୂଳେ ବସି ଅଶ୍ୱତ୍ଥ ତରୁ ମୂଳେ। ଯେ ରୂପେ ମୁନିଙ୍କ ବଚନେ ଆତ୍ମାରେ ଆତ୍ମା ଅବଧାନେ।
କୃଷ୍ଣର ପାଦ ପଦ୍ମ ଯୁଗେ ଧ୍ୟାନ ମୁଁ କଲି ଅନୁରାଗେ। ଉତ୍କଣ୍ଠା ଗଦ୍ଗଦ ବଚନ ଅଶ୍ରୁ ଜଳରେ ନେତ୍ରପୂର୍ଣ୍ଣ। ତକ୍ଷଣେ ପରମ ଆନନ୍ଦେ ହରି ବିଜୟେ ମୋର ହୃଦେ। ଅତ୍ୟନ୍ତ ପ୍ରେମ ଭରେ ଦେହେ ଉଦ୍ଗମ ହେଲେ ତନୁ ରୁହେ। ଆନନ୍ଦ ସାଗରେ ବୁଡ଼ିଲି ଉଭୟ ଲୋକ ନ ଜାଣିଲି। ରୂପେ କି ଦେବା ପଟାନ୍ତର ମନ ବଚନ ଅଗୋଚର। ନ ଦେଖି ପୁଣି ତତକ୍ଷଣେ ବ୍ୟାକୁଳ ଚିତ୍ତ କରସଣେ। ପୁଣି ରହିଲି ଦୃଢ଼ ଚିତ୍ତେ ସେ ରୂପ ଦେଖିବା ନିମନ୍ତେ। ସେ ହରି ହୋଇଲେ ଅନ୍ତର ଦିଶିଲା ଘୋର ଅନ୍ଧକାର। ବାହୁଡ଼ି ଚାହିଁଲି ବାହାରେ ଦିଶ ଆକାଶ ଅଭ୍ୟନ୍ତରେ। ଭିତରେ ବାହାରେ ନ ପାଇ ଆକୁଳେ କମ୍ପେ ମୋର ଦେହି। ଏମନ୍ତେ ଅନ୍ତରିକ୍ଷ ବାଣୀ କିବା ଅମୃତ ତରଙ୍ଗିଣୀ। ମନ ବଚନେ ଅଗୋଚର ସ୍ୱଭାବେ ଗମ୍ଭୀର ସୁସ୍ୱର। ପ୍ରସନ୍ନ କଲା ମୋର ମନ ଶୁଣିଲି ଆକାଶ ବଚନ। ଏ ଜନ୍ମେ ଦେଖିବୁ ତୁ କାହିଁ ମୋହର ଆଦି ଅନ୍ତ ନାହିଁ। କୁଯୋଗୀ ଜନଙ୍କର ଚିତ୍ତ କର୍ମ ବାସନାରେ ଜଡ଼ିତ। ଯାବତ ଶୁଭାଶୁଭ କର୍ମେ ଚିତ୍ତ ଆକର୍ଷେ ମତି ଭ୍ରମେ। ସେ ମୋତେ ପାଇବେ କେମନ୍ତେ କର୍ମ ଆବୋରି ନାନା ମତେ। ମୋର ସେବକ ସେବା ଫଳେ ତୁଜେ ବଞ୍ଚିଲୁ ସାଧୁ ମେଳେ। ତେଣୁ ଦେଖିଲୁ ମୋତେ ବେଳେ ପ୍ରକାଶ ହୃଦୟ କମଳେ। ମୁଁ ଯାର ଚିତ୍ତେ ନିତ୍ୟ ଥାଇ ତା ହୃଦେ ଅମଙ୍ଗଳ କାହିଁ। ଏବେ ସାଧୁଙ୍କ ସେବା କରି ଦୀର୍ଘ ଜୀବନ ଦେହେ ଧରି। ଦୃଢ଼ ଭକତି ମୋର ପାଦେ ଚିତ୍ତେ ପ୍ରସରୁ ଅପ୍ରମାଦେ। ଏ ଦେହ ଛାଡ଼ି ମୋର ଧ୍ୟାନେ ଅନ୍ତେ ମିଳିବୁ ମୋ ଭୁବନେ। ମୋର ବିଷୟେ ତୋର ମତି କେବେ ନୋହିବ ଦୁର୍ଗତି। ସୃଷ୍ଟି ପ୍ରଳୟ ବାଧା ଯେତେ କେବେ ନ ଲାଗିବ ତୋତେ। ମୋ ଅନୁଗ୍ରହେ ହେଉ ଜ୍ଞାନ ଏମନ୍ତ ଆକାଶ ବଚନ। ସ୍ୱଭାବେ ଶୁଭେ ଅନ୍ତରିକ୍ଷେ କେ ତାହା ଦେଖିବ ପ୍ରତ୍ୟକ୍ଷେ। ସ୍ୱଭାବେ ରୂପ ନାହିଁ ଯାର ମହାମହିମ ନିର୍ବିକାର। ସେ ବାଣୀ ଶୁଣି ଚିତ୍ତ ସ୍ଥିରେ ପ୍ରଣାମ କଲି ତାପୟରେ। ମୋର ଜୀବନ କୃତକୃତ୍ୟ ଶୁଣ ହେ ସତ୍ୟବତୀ ସୁତ। ସେ ବିନୁ ନ ଜାଣଇଆନ ମୋ ସର୍ବଗତି ଭଗବାନ। ଲାଜ ଭୟକୁ ପରିହରି ହୃଦେ ଗୋବିନ୍ଦ ନାମ ଧରି। ଅନନ୍ତ ନାମ ଗୁଣ ଯେତେ ଚିତ୍ତେ ସୁମରି ଅବିରତେ। ଭୂମି କରଇ ପର୍ଯ୍ୟଟନ ବିଗତ ରାଗ ତୁଷ୍ଟ ମନ। ମଦ ମଚ୍ଛର ମାନ ତେଜି କୃଷ୍ଣ ଚରଣ ଦୃଢ଼େ ଭଜି। ଏମନ୍ତେ ଭ୍ରମୁ ଅନୁଦିନ ନିର୍ମଳ ହୋଇଲା ମୋ ମନ। ଏମନ୍ତେ ମରଣ ନିୟତ କାଳ ହୋଇଲା ଉପଗତ। ଚଞ୍ଚଳେ ସ୍ଫୁରେ ମୋର ମନେ ତଡ଼ିତ ଯେହ୍ନେ ନୀଳ ଘନେ। ଦିବ୍ୟ ସ୍ୱରୂପ ମୁହିଁ ଦେଖି ତକ୍ଷଣେ ଶରୀର ଉପେକ୍ଷି। ଆନନ୍ଦେ କୃଷ୍ଣ ଅନୁଗ୍ରହେ ଶୂନ୍ୟେ ଗମିଲି ଦିବ୍ୟ ଦେହେ। କଳ୍ପାନ୍ତେ ଦିନ ପ୍ରଳୟରେ ଏ ସୃଷ୍ଟି ଦେଖିଣ ଉଦରେ। କ୍ଷୀର ଜଳଧି ମଧ୍ୟ ସ୍ଥିତ ଅନନ୍ତ ଶୟନେ ଅଚ୍ୟୁତ। ପଶିଲି ତାର ଅଭ୍ୟନ୍ତରେ ନିର୍ଲେପ ନିର୍ମଳ ଶରୀରେ। ଯେବେ ସହସ୍ର ଯୁଗ ଗଲା ଶୟନୁ ଅନନ୍ତ ଉଠିଲା। ତକ୍ଷଣେ ବ୍ରହ୍ମ ରୂପ ଧରି ଭୂମି ଭିଆଇ ସୃଷ୍ଟି କରି। ମରିଚି ଆଦି ସପ୍ତସୁତ ବ୍ରହ୍ମା ମନରୁ ହେଲେ ଜାତ। ମୁଇଁ ହୋଇଲି ତାଙ୍କ ସଙ୍ଗେ ସମ୍ଭୂତ ବିଧାତାର ଅଙ୍ଗେ। ବାହ୍ୟ ଅନ୍ତରେ ଦୃଢ଼ ବ୍ରତେ ଏ ତିନି ଲୋକେ ଭ୍ରମେ ନିତ୍ୟେ।
ବିଷ୍ଣୁର ଭାବେ ଭ୍ରମେ ନୀତି ମୋହର ଅବ୍ୟାହତ ଗତି ବିଷ୍ଣୁ ଭକତି ଭାବ ବଳେ ମୁହିଁ ଗମଇ ଅନ୍ତରାଳେ ଦେବଙ୍କ ମଧ୍ୟେ ମୁହିଁ ଥାଇ ନୃତ୍ୟ କରଇ କୃଷ୍ଣ ଗାଇ ଶୁଣି ସନ୍ତୋଷ ମୋର ବାଣୀ ବୀଣା ଗୋଟିଏ ଦେଲେ ଆଣି ଶପଥ ସ୍ୱର ବିଭୂଷଣା ସୁସ୍ୱର ନାଦ ତିନି ଗୁଣା ସ୍ୱର ମୂର୍ଚ୍ଛନା ନାଦ ବାଇ ଆନନ୍ଦେ କୃଷ୍ଣ ଗୁଣ ଗାଇ ନିରତେ ଭ୍ରମେ ତ୍ରିଜଗତେ ଶୁଣ କହିବା ଆଉ ଯେତେ ହରିର ଅଭୟ ଚରଣ ଅଶେଷ ତୀର୍ଥଙ୍କର ସ୍ଥାନ ସେ ପାଦ କରନ୍ତେ ସ୍ମରଣ ଶୀଘ୍ରେ ମୋ ଚିତ୍ତେ ନାରାୟଣ ଆଦିତ୍ୟ ତେଜ ପ୍ରାୟ ଦିଶେ ଅଜ୍ଞାନ ତମ ବେଗେ ନାଶେ ସେ ହରି ଚରିତ ବର୍ଣ୍ଣନ ଭୋମୁନି ସାବଧାନେ ଶୁଣ ଭବସାଗରେ ଯେତେ ନରେ ଆତୁର ଚିତ୍ତ ଅଭ୍ୟନ୍ତରେ ବିଷୟା ରସେ ସୁଯନ୍ତ୍ରିତ କେବେ ହେ ନୋହେ ଶୁଦ୍ଧ ଚିତ୍ତ ଅଛନ୍ତି ଭବ ସିନ୍ଧୁ ଗର୍ଭେ ସେନରେ କେମନ୍ତେ ତରିବେ କୃଷ୍ଣର ଗୁଣ ଗାଥା ଘୋଷି ଆନନ୍ଦେ ସୁଖ ନାବେ ବସି ହେଳେ ତରିବେ ହରି ଗାଇ ଅନ୍ୟଥା ସୁଖ ଲେଶ ନାହିଁ ଯମ ନିୟମ ଯୋଗ ପଥେ ଯେନର ସାଧେ ଅବିରତେ ଏନାବ ପାଇ ବସେ କାହିଁ ଯେବେ ଗୋବିନ୍ଦେ ଚିତ୍ତ ନାହିଁ ଶୁଣ ହେ ସତ୍ୟବତୀ ସୁତ ମୋହର ପୂର୍ବର ଚରିତ ଜନ୍ମ କର୍ମାଦି ମୋର ଯେତେ କହିଲି ତୁମ୍ଭର ଅଗ୍ରତେ ତୁମ୍ଭର ମନ ତୋଷ ଅର୍ଥେ କହିଲି ଭକ୍ତି ଯୋଗ ଯେତେ ସୁତ କହନ୍ତି ଅନୁରାଗେ ଯଜ୍ଞେ ସମସ୍ତ ମୁନି ଆଗେ ସୁତ ଉବାଚ ନାରଦ ଜନ୍ମ କର୍ମ କଥା ବିଷ୍ଣୁ ଭକତିର ବ୍ୟବସ୍ଥା ବ୍ୟାସଙ୍କ ଆଗେ ସର୍ବ କହି ଆନନ୍ଦେ ବୀଣା ବାଦ୍ୟ ବାଇ ଆକାଶ ମାର୍ଗେ ଗଲେ ଏକେ ବିଜୁଳି ଯେହ୍ନେ ବଳାହକେ ଧନ୍ୟ ମହିମା ଦେବ ଋଷି ନିରତେ କୃଷ୍ଣ ନାମ ଘୋଷି ହରି ଗାୟନେ ଭୋଳ ହୋଇ ବିବିଧ ଛନ୍ଦେ ବୀଣା ବାଇ ନିରତେ ଭ୍ରମେ ତିନି ପୁରେ ଜଗତ ସଙ୍କଟୁ ଧରେ ବୋଲଇ ଦାସ ଜଗନ୍ନାଥ ପ୍ରଥମ ସ୍କନ୍ଧେ ଭାଗବତ इति श्रीमद्भागवते महापुराणे पारमहंस्यां संहितायां प्रथम स्कन्धे व्यास नारद संवादो नाम षष्ठोऽध्यायः श्रीकृष्णं समर्पणमस्तु। ओम नमो भगवते वासुदेवाय।